ଟିକେ ମତେ କଥାରେ କହ ଏ ଆଜ୍ଞା କହୁଛୁ ଏ ଆଜ୍ଞା କହୁଛୁ ହଲ ହଲକା କାଦ ଦଲକା ଏ ଛାତି କି ସୁନ୍ଦର ଆପୁ ଜଙ୍ଗ ତଳେ ଅଛି ଭଅଁର ଗାତ ଉଦ୍ଦୀପନା କଲା ସବୁ ଧୀରେ ଧୀରେ ଦେବି କହି ପଣ୍ଡିତ ଅଛନ୍ତି ଶୁଣିବା ପାଇଁ ମୋ ପିଲା ଭାଇ ହେବ କି ଡର ଲାଗଇ केते मो भाई हे नाचुथिबी सेई ଦେଉଚି ବାପ ବୁଧାଇ ପ୍ରଥମେ ଶୁକ୍ର ଘରକୁ ମୁଇଁ ବାପ ଧନ ଏବେ ଯାଉଚି ଏବେ ପଳା ଦେଖିଲେ କାର୍ତ୍ତିକ ବାହନ ଅଟନ୍ତି ବାବା ସେଠାରେ सो गाइस आउ एक नुआ वीडियो आपन स्वागत होने आउ पुना वीडियो जमती भल पाई देनी आउ ए परी वीडियो को भी आपन माने बहुत भल पाई देबे आ मु जो शॉर्ट रे रखी तो बहुत भल लागिबो आपन माने को आउ 2024 रो वीडियो मु नै के आसी आपन माने किछि कमेंट करथिले कि वॉइस आसुनी भल तो मु सेति भाई मु माइक रा मु आनी छी तो 2025 रो 2025 रे मु आपन मान को अंचल भी आपन मान जदी आपन अंचल जदी होउची कुटीशाळ ताले मते कमेंट रे जणेबे तो नेक्स्ट टाइम रे मु आपन मान को आपन अंचल रे मु जाई कुटीशाळ मु वीडियो बने पाइबे आपन मान को जदी भलो पाया प्यार सपोर्ट थिले हमर कहबा टिके फास्ट हे होउची न तो टिके स्पीड हे होउची तो मते क्षमा कर देबा आ पूरा वीडियो को देखंतु आ वीडियो टी केमति लागुची ताले मते कमेंट माध्यम जणेबे आ गोटे सब्सक्राइब कर देबे लाइक कर देबे शेयर कर देबे साथी संग मान को तो मु रहउची देखंतु ए बापा हलो हलो का काटो दलो का मो छाती की सुंदर आपू हलो हलो का काटो दलो का मो छाती की सुंदर आपू जंग तले अछि भर बात बुद्धि बण कला सबु जंग तले अछि भर बात बुद्धि कला बण सबु गे टिके सुनी दिबकी टिके कहि देबकी ए उतर मत आजी बुझै दबकी टिके सुनी दिबकी टिके रहि दिबकी ए उतर सबारे कहि दबकी
ମନ୍ତ୍ର ନେଇକି ପଳେଇଲନି ସେ କଣ ନକ୍ତରେ ଶୁଣୁନି ବାପ ଦେଖେ ମୁଁ ଗୋଟେ ପ୍ରକାର କହିବି ନ ଆସିଲେ ଆଜ୍ଞା ଗୋଟେ ଆଜ୍ଞା ତ କହିଦେବେ ଆଜ୍ଞା କହିଦେବେ ମୁଁ ଜାଣିଛି ବାପା ଆଜ୍ଞା ନକଲେ ମୁଁ ଦେଖାను ତାକୁ ଧନ ଟିକେ ମତେ କଥାରେ କହ ଆଜ୍ଞା କହୁଛୁ ଆଜ୍ଞା କହୁଛୁ ଆଜ୍ଞା ମୁଁ ପିଡ଼ା କହିବୁ ଭାଇ ହଲ ହଲକା କାଦ ଦଲକା ଏ ଛାତି କି ସୁନ୍ଦର ଆପୁ ଜଙ୍ଗ ତଳେ ଅଛି ଭଅଁର ଗାତ ବୁଦ୍ଧିପଣା କଲା ସବୁ ପିଲାଟା ଏଇ କେତେ କଥା ଜଣା ଧୀରେ ଧୀରେ ଦେବି କହି ପଣ୍ଡିତ ଅଛନ୍ତି ଶୁଣିବା ପାଇଁ ମୋ ପିଲା ଭାଇ ହେବ କି ଡର ଲାଗଇ କେତେ ମୋ ଭାଇ ହେ ନାଚୁଥିବି ସେଇ ଦେଉଛି ବାପ ବୁଝାଇ ପ୍ରଥମେ ଶ୍ୱଶୁର ଘରକୁ ନଇ ବାପ ଧନ ଏବେ ଯାଉଛି ଏବେ ପଳାଇ ଦେଖିଲେ କାର୍ତ୍ତିକ ବାହନ ଅଟନ୍ତି ବାବା ସେଠାରେ ଆଜ୍ଞା କହିଦେବି ବୋଲି ମୋ ଘର ପଡ ନାହିଁ ଠିକ ଆଜ୍ଞା ତୁଣ୍ଡ ସିନା କହିବ ଆଜ୍ଞା ମୁଣ୍ଡ ଖୋଜିବ ତମର ମୁଣ୍ଡଟା ଖୋଜୁଛି କି ଆଜ୍ଞା ତୁଣ୍ଡ ସିନା କହିବ ମୁଣ୍ଡ ଖୋଜିବ ଶଙ୍କରଙ୍କ ଘରକୁ ବାପା ମୁଁ କରିଛି ଲକ୍ଷ୍ୟ ଶଙ୍କର କି ଆଜ୍ଞା ଶଙ୍କର ବଇଲେ ଦେବ ଦେବ ଉନ୍ନତି ପଶୁପତି ପ୍ରଥମେ ପଶୁପତି ଘରକୁ ମୁଁ ଯାଉଅଛି ହେବ କି ନ ହେବ ଡର ଲାଗୁଅଛି ଗଣେଶଙ୍କ ବାହନ ମୂଷିକ ହେଉଛି ବାପ କଣ ଶଙ୍କର ବାହନ ମୂଷିକ ହୋଇଲା ଯୋଗରା ବସିଥିଲେ ଘର ଲଗିଲା ମୂଷାର ଆଜ୍ଞା ପରା ଦୃଷ୍ଟି ପଡ଼ିଲା କୋଟେ ମୁଣ୍ଡରେ ରଖି ଅଛି ଗୋଟା କୋଟେ ମୁଣ୍ଡରେ ଗୋଟା ରଖି ଅଛି ମୂଷିକ ସେଦିନ ଧୀରେ ଧୀରେ ଗମନ କରୁଛି ଶଙ୍କରଙ୍କ ମନଟା ଏପଟେ ରହିଛି ମୂଷା ସେଦିନ ଶଙ୍କର ଚୁଟି କାଟୁଅଛି କାଟୁ କାଟୁ ଚୁଟି କାଟୁ ଦେଇଛି ଏମିତି କହିଲେ ଉତ୍ତର ହୋଇବ ନାହିଁ ଆଉ କେଉଁ ପାଗରେ ଦିଅନ୍ତୁ ଦଇ ଆଜି ଶୁଣୁଥିବି ମନ ଦେଇ ଆରେ ମୋ ଭାଇ ଶୁଣୁଥିବି ମନ ଦେଇ ପଇସା ନବ ହାରେ ହାରେ ଉତ୍ତର ଶୁଣି ହେଇଯାଉଛି ବାପ ଧନ୍ୟ 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 ଭାଇରା ତୋର ପ୍ରସନ୍ନ ମୁଁ ପସନ୍ଦ ଶୁଣିଲା ବେଳୁ ମହଚିଲା
ଜାଣି ଜାନ ବୌଦ୍ଧି ଘରେ ଅଛି ମୋ ପିଲା ଭାଇ ପଦ ପଦ କରିକି ଦେବି ବୁଝାଇ ରାମାୟଣ କହିଲେ କି ତୋ ପାଏ ମନ ଆଜ୍ଞା ରାମାୟଣରେ ମୋର ମନ ନାହିଁ ତ ଜାଣ ଆଉ କେଉଁ ପୁରାଣରେ ଦିଅ କହିଲ ଭାଇ କାହିଁକି ରାମାୟଣ ରୂପ ଦେଖିଲି କହି ମୃଷ୍ୟ ଶୃଙ୍ଗ ଆଣିବାକୁ ଲରତା ଯିବ ପଳାଇ ଏ ଦିଗରେ କହିଥାନ୍ତି ମୋ ପିଲା ଭାଇ ଆଜ୍ଞା ତମର ହୋଇବ ଦେଖ बाउली बाउली धीरे धीरे तही तही ए सवारे परा तेली बुझाई नाची करी देला बाप मोर पिला भाई পারে কি জাত পরে জল ছাড়ি নামিনা মোহিনী রূপ হইবে যে নারায়ণ এদিগরে কহিলে কি তো পাইব আজ্ঞা মোহিনী ঠারে দেখ মোর মন নাহি ଆଉ କେଉଁ ପଡ଼ିଥିଲେ ଦିଅନ୍ତୁ କହି ଭାଇରେ କାହିଁକି ହେଉଛୁ ଭାଇ ଝାଡ଼ି ତୁ ତାଡ଼ି ତମଠୁ ଆଜ୍ଞା ଶିଖୁଛି ଏଇଠି ରହି ଭାଇରେ ମୁଁ ସିନା ହେଉଛି ବାପରେ ଆକୁ ଦଣ୍ଡା ଆକୁ ପେଡ଼ିବା ମେସିନିର ବସାତିରେ ରଖିଛି ଭାଇରେ ଆକୁ ପେଡ଼ିବା ମେସିନି ମୁଁ ଧରି ବୁଲୁଛି ଆଖୁଟା ସିନା ତାକୁ ଆଟ ହେଉଛି କୋଲରେ ପୁରାଇ ରସ ମୁଁ କାଢ଼ି ଦେବି ଆଜ୍ଞା ତମେ ସିନା ବସିନି ଧରି ବୁଲୁଅଛ ଦାଣ୍ଡେ ବିନାଶ ଧରି ମୁଁ ବୁଲୁଛି ତମର ପଛେ ଭାଇରେ ରସକୁ ଦେବା ପରା ଗୁରୁ ମୋର ଖାଇକିରି ଚନ୍ଦ୍ର ଭାଇ କଣ୍ଟା ହେବୁ ମୋର ଆଜ୍ଞା ତମର ଯିଏ ଏକୁ ଆଜ୍ଞା ମୋର ସିଏ ଦୋକାନ ଯଦି କହୁଛୁ ଗୋଟେ ମୁଁ ଯାହା କହିଲେ ହଁ କଥା ବାପ ହଉନି ତମ ପାଇଁ ଠିକ ଅଛନ୍ତି ତିନି ପ୍ରକାର ଦେଲାନି କହି ତଥାପି ମନରେ ବଡ ଦୁଃଖ ନାହିଁ ହଁ ହଁ ସବୁ ଜାଗାରେ ଶିଖୁ
ବୁଝିରେ ମୋର ପିଲା ଭାଇ ହଁ ହଁ ଦୁଇ ତିନି ପ୍ରକାରରେ ଦେଲାଣି ମୁଁ କହି ଯେତେ କହିଲେ ତୁ ଯେତେ ତତେ এইটা স্বর্ণমার রাখতে পারো তুমি ଭାଇ ଯେତେ ପ୍ରକାର ତତେ ଦେଲାଣି ମୁଁ ଯାଇ বিশ্বাস নাই তিনি করে 15 5 80 বছর বুদ্ধি দাও ଭାଇ ଦୁଇ ତିନି ବାପ ଆଜ୍ଞା। ଦୁଇ ତିନି ପ୍ରକାରରେ ମୋର ଦେଲାଣି କହି হ্যাঁ ବାପା ସବୁ କଥାକୁ ବାପା କରୁ ନାହିଁ ନାହିଁ হ্যাঁ হ্যাঁ ଆଉ ଟିକେ ବାଘକୁ ଯାଉଛି ପଳାଏ হ্যাঁ এটা জানতে পারবো ଧଇରେ ଧନ ମୋର ମନ କି ଯିବ ଭାଇ ନଈରୁ ଦୁନିଆର ଗୁରୁ ବାପା ରହିଅଛି হ্যাঁ ମୋର ଗୁରୁଙ୍କୁ ସକାଳେ ମୁହିଁ ପଚାରିଅଛି কোন ବାପରେ ବାହାଘର ଯେତେବେଳେ ଯାଉଛି ହୋଇ হ্যাঁ ପୁରୁଷର ହାତ ଉପରେ ନା ତଳେ ରହି ঠিক ପୁରୁଷ ହାତଟା ଯେତେବେଳେ ରହୁଛି হ্যাঁ ନାରୀର ହାତ ଯେଉଁ ଉପରେ ରହୁଛି বউ ତେଣୁ କରି ନାରୀ କି ମୁଁ ଏବେ ଆଣୁଛି ସତ୍ୟ ଯୁଗରେ କିଏ ଯେ ବଳବାନ হ্যাঁ হ্যাঁ ପଞ୍ଚାଶୁର ଦିଗକୁ ଏଥର କରିବା ଗମ ঠিক ତୋର ମନ କି ଯିବା ପାଇଁ ମୋର ପିଲା ଭାଇ ମନ କି কইদেবে সেদিন কইদেব বাপা তো গোটে মাত্র ফিকি দে ପସନ୍ଦ ଆଉଥରେ କଥା କହିଲ ପ୍ରସନ୍ନା ହଲ ହଲକା କାଦ ଦଲକା ଛାତି କି ସୁନ୍ଦର ଆପୁ ଜଙ୍ଗ ତଳେ ଅଛି ଭଅଁର ଗାତ ବୁଦ୍ଧି ଗଣା କଲା ସବୁ ପିଲା ଲୋକଟା ସିନା ବୁଦ୍ଧି ଖରାପ ହଲ ହଲକା କାଦ ଦଲକା ହଲ ହଲକା କାଦ ଦଲକା ଛାତିରେ ରହିଛି ଆବୁ ତାପରେ କଣ ତମେ ସେଟା ମୁଁ ଦି ତିନି ଥର କହିଲି ତ ବୁଝା ପଡୁନି ଅଥ ନାଇଁ ତମେ ଏକା କୁହ ବୁଦ୍ଧି ଗଣା ଗଲା ସବୁ ଆଉ କୋଉଟା କଣ ଲାଗୁଛି ଏଇଟା କହିବାକୁ ପଡିବ ବାପ କବି ମାନେ ଭିନ୍ନ ଭିନ୍ନ ମତରେ ଲେଖନ୍ତି ପୁରାଣ କବି ମାନେ ଭିନ୍ନ ଭିନ୍ନ ମତରେ ଯେ ଲେଖନ୍ତି ପୁରାଣ ମାତ୍ର ଏପଟେ କୁକୁରଟା କହିଥିଲା ହଁ କରିଦେଇ ସେଇଟା ଓଡ଼ିଆ ପୁରାଣ ଓଡ଼ିଆ ପୁରାଣ ବାପ ଓଡ଼ିଆ ଅକ୍ଷରରେ ଯଦି ତମର ରହିଅଛି ମନ ଯୋଉ ଦିନ ଶୁକଦେବ ହେଲେ ଜନ୍ମ ଲକ୍ଷ୍ୟ କରନ୍ତୁ ଆଜ୍ଞା ହେ ନୃସିଂହ ପୁରାଣ ଶୁକଦେବ ଯେତେବେଳେ ହେଲେ ଜନ୍ମ 12 ବର୍ଷ ମାତାର ଗର୍ଭରେ ସେ ଥିଲେ ଆଜ୍ଞା ନୃସିଂହ ପୁରାଣ ପ୍ରଥମ ରତ୍ନାକରକୁ ଲକ୍ଷ୍ୟ ରଖ ହଁ ହଁ ହଲ ହଲକା ଛାତି ଲଗ୍ନା ଛାତି ବୁ ଭେଣ୍ଡିଆ ପିଲାମାନଙ୍କର ମନ ଭ୍ରମ କଲା ସବୁ ସବୁ ଏ ଯେତେବେଳେ ଶ୍ରୀୟା ଗର୍ଭରେ ପୁଣି ଯେ ଶୁକଦେବ ରହିଲେ 12 ବର୍ଷ ପର୍ଯ୍ୟନ୍ତ ମା ଗର୍ଭେ ଥିଲେ ଶ୍ରୀୟା ଦେବୀ ପଚାରିଲେ ସେଦିନ ନନ୍ଦନକୁ ବାପରେ କାହିଁକି ଛନ ନ ହୋଇ ଆସୁଛୁ ମର୍ତ୍ତ୍ୟକୁ ସେଦିନ ମା ଗର୍ଭେ ଥାଇ ପୁଅ ଦେଉଅଛି କହି ମାଲ ଦୁର୍ବାସନା ଦଣ୍ଡକୁ ମତେ ଭୟ ଲାଗଇ ମାତୃହରଣକୁ ମତେ ଲାଗୁଅଛି ଡର ବାପା ବ୍ୟାସକୁ ପଠେଇବୁ କୈଳାସପୁରରୁ ଯଦି ପତ୍ର କାଛକୁ ଆଣିବେ ପିନ୍ଧିଲେ ସିନା ମତେ ଜନ୍ମ ହେବି ହବେ ସାଙ୍ଗେ ସାଙ୍ଗେ ବ୍ୟାସଦେବ ଗଲେ ଶିବଙ୍କୁ ସ୍ତୁତି କଲେ ସ୍ତୁତି କରିବାରୁ ଜାଣିଲେ ଶଙ୍କର ବଜ୍ର କାଛ ଦେଲେ ପୁଣି ହତରେ ତାଙ୍କର ଆରେ ରମ୍ଭା ପପ ଫଳ ଭିତରେ ଦେଲେ ପୁରାଇ ତାକୁ ଶୁକଦେବ ଯେ ପିନ୍ଧିଲେ ଯାଇ ଯେତେବେଳେ ଶୁକଦେବ ବଜ୍ର କାଛ ପିନ୍ଧିଲେ ପୁଅ ଗୋଟିକ ଜନ୍ମ ହୋଇଲା ବାରେ ଯେତେବେଳେ ପୁଅଟା ହୋଇଲା ଜନ୍ମ ସାଙ୍ଗେ ସାଙ୍ଗେ ପୁଅ ଠିଆ ଗଲା ହୋଇନ 32ଟା ଦାନ୍ତ ତାର ପାଟିରେ ଅଛି
ପତିଶିରା ଦନ୍ତ ତାର ପାଟିରେ ଅଛି ଅଣ୍ଟା ପର୍ଯ୍ୟନ୍ତ ତାହାର କେଶ ପଡ଼ିଛି ସାଙ୍ଗେ ସାଙ୍ଗେ ବାପ 32ଟା ଦାନ୍ତ ତାର ଦାନ୍ତରେ ଉଠିଛି ଅଣ୍ଟା ପର୍ଯ୍ୟନ୍ତ କେଶ ପଡ଼ିଛି ବାପାକୁ ଚାହୁଁନି ମାକୁ ଚାହୁଁନି ପୁଅ ସାଙ୍ଗେ ସାଙ୍ଗେ ଚାଲି ପଡୁଛି ମା ଶ୍ରୀଆ କହିଲା ବାପ 10 ମାସ 10 ଦିନ ଗର୍ଭେ ଧରିବା କଷ୍ଟ 12 ବର୍ଷ ମୋତେ ଗର୍ଭରେ ଧରିଛି ମୋର ତେଜପତ୍ର ଛାଉଣି ମୋ ପାଖରେ ଧନ ନାହିଁ ଏଥିପାଇଁ ତୁ ମୋ ଅଭିମାନ କରି ଯାଉଛୁ ସୁଖଦେବ ସେଦିନ କହିବାକୁ ଗଲା କିଏ କାର ମା କିଏ କାର ବାପା କିଏ କାର ଭାଇ ସବୁ ମୋ ପାଖରେ ଅଛନ୍ତି ସବୁ ମୋ ପାଖରେ ଅଛି ଶ୍ରୀଆ ଆଉ ବ୍ୟାସ ପଚାରିଲେ କେମିତି ତୋର ମା ଅଛି କେମିତି ତୋର ଭାଇ ଅଛି କେମିତି ତୋ ପାଖରେ ଧନ ଅଛି ଆମ ଆଗରେ କହ ସେଦିନ ସୁଖଦେବ କହିବାକୁ ଗଲେ ଶୁଣ ସୁଧି ଜଣେ ଯାହା କୁଟୁମ୍ବଟି କହି ତାକୁ ଦେହେ ଘେନି ମୁହିଁ ସଦା ବୁଲୁଥାଇ ପ୍ରଥମେ ଧୈର୍ଯ୍ୟ ଜାଣ ହଟେ ମୋର ତାତ ଦ୍ୱିତୀୟରେ କ୍ଷମା ପଡ଼ି ହଟେ ମୋର ମାତ ଶାନ୍ତି ବୋଲି କରି ଯାହା ହଟେ ମୋର ଅଛି ସେ ମୋର ମଣିଷୀ ନାମ ଆଖି ସଦ୍ଗୁଣି ତନୟା ଦୟା ମୋହର ଭଗିନୀ ମନ ମୋର ଭାରି ଜାଣ ଜ୍ଞାନ ଅର୍ଣ୍ଣ ପାଣି ଗୃହ କାର୍ଯ୍ୟ ବୋଇଲେ ଦେହୁଆଲ ନାହିଁ ଅସ୍ଥି ଯାକ ରୁହ ଶ୍ରେଣୀ ଚମକ କହି ଛାଇ ସେ ରୁହ ଶ୍ରେଣୀ ଠାବେ ଠାବେ ଭିଡ଼ା ହୋଇ ଏମନ୍ତ ଘରେ ମୋହର କୁଟୁମ୍ବ ଯେ ରହି ଦିଗ ବକଳ ବସନ ଭୂମି ସଜା କହି ହସ୍ତ ଅଙ୍ଗୁଳି ଏବେନି ପାଣି ପାତ୍ର କହି ଇଏ ରୂପେ କୁଟୁମ୍ବ ଧରି ବୁଲୁଛି ମୁଇଁ ଏତେ କହି ପୁଅ ଆଗକୁ ଗଲେ ଗଙ୍ଗା ତଟରେ ଗାଈରେ ପ୍ରବେଶ ହେଲେ ଯେତେବେଳେ ଗଙ୍ଗା ତଟେ ହୋଇଲେ ହାଜର ସର୍ଗରୁ ଆସିଥିଲେ ଯେ ନାୟିକା ଗଣ ସେମାନେ କୂଳରେ ରଖି ଅଛନ୍ତି ବସନ ଫୁଟି ଦିଶୁଥିଲା ତାଙ୍କର ଜାନୁ ଯୌବନ ପୁଅର ଚତୁର ପାରୁ ସେ ଘେରି ଦେଲେ ସୁଖକୁ ଆଶ୍ଚର୍ଯ୍ୟ ହୋଇ ଠିଆ ହେଲି ବାପ ଧନ ହଲ ହଲକା କାଦ ଦଲକା ହଲ ହଲକା କାଦ ଦଲକା ତାଙ୍କ ତଳେ ବୁଲିବୁ ହଲ ହଲକା କାଦ ଦଲକା କହୁନ ଆଉ କଣ ରହିଗଲ କହୁନ ଆଉ କଣ କରି ଇଚ୍ଛା ନାହିଁ କିଏ ପାଇଁ ଏଇଟା ନୃସିଂହପୁର ଇଏ ଗୋପା ଆଜ୍ଞା ଧନ୍ୟ 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 ହେ ଯେ ତୁମ ଉତ୍ତର ଆଜ୍ଞା ତୁମ ଉତ୍ତରରେ ମନ ପାଉନି ମୋର ଆଉ କେଉଁ କରିଥିଲେ ଦିଅନ୍ତୁ କହି ଶୁଣୁଥିଲେ ସଭାଜନେ ମନ ପନ ଯଦି ଏଥିରେ ତୁମର ହେଲ ପିଲାମନ ଯଦି ଏଥିରେ ତୁମର ନ ପିଲାମନ ଆଉ ଅନ୍ୟ ଦିଗକୁ କରିବି ଗମନ ଏଥର କହିବି ଏଥର କହିବି ସତେ ସୁନ୍ଦର ସଭାରେ ଭମାଇ କହିବି কহি ন পাৰিলে আহে কহি ন পাৰিলে মুহ কহি ন পাৰিলে গ্ৰাম শিকিবি କହିବି সতে সুন্দর সভারে বুঝাই দেবি କହିବି ଆହୁରି ହରିବଂଶରେ ମଧ୍ୟ ଯେ ଅଛି ଲେଖା ହୋଇ ଯେତେବେଳେ ଗୋପରେ ରହିଲେ କଳା କହ୍ନାଇ ସେଦିନ ଗୋପୀର ଗୋପର ଗୋପାଳୁଣୀ ମାନେ ଯେ ଭାବିଲେ ସେଦିନ ଗୋପର ଗୋପାଳୁଣୀ ମାନେ ଯେ ଭାବିଲେ ଆମେ ସ୍ନାନ କରିବାକୁ ଯିବା ଯମୁନାର କୂଳେ ଯମୁନା କୂଳେ ଗୋପୀ ମାନେ ଯେତେବେଳେ ପ୍ରବେଶ ହୋଇଲେ କୂଳ ଉପରେ ପୁଣି ବସନ ଧୋଇଲେ কোন উপরে যে রখিলে বসন একথা জানিলে প্রভু নারায়ণ কদম বৃক্ষ পরে কন্হাই বসিলে গোপী মানଙ୍କର বসনକୁ ସେ ଦେଲେ
କେତେ ସମୟ କେଳି କରିଲେ ଗୋପୀଗଣ କେତେ ସମୟ କେଳି କଲେ ଗୋପୀଗଣ ଶାଶୁ ନଣନ୍ଦ କଥା ଯେ ପଡ଼ିଲା ବନ ଶତ୍ରୁଦିଗକୁ ସେମାନେ ହେଲେ ହନାଇ ଦେଖିଲେ କୂଳ ଉପରେ ବସନ ନାହିଁ ଦେଖିଲେ କୂଳ ଉପରେ ବସନ ନାହିଁ ଗୋପୀମାନେ କଦମ ବୃକ୍ଷକୁ ଚାହିଁଦେଲେ କଦମ ବୃକ୍ଷରେ ଯେ କୃଷ୍ଣ ବସି ଧୋଇଲେ ରାଗ ଗର ଗର ହୋଇଲେ ଗୋପୀଗଣ ଛିଣ୍ଡିଯାଏ ଡାଳ ବୋଲି ଅଭିଶାପ ଦେଲେ ସେ ଦିନ ସେତେବେଳେ ଅଭିଶାପ ଦେଲେ ଡାଳ ଛିଣ୍ଡିଲା ଭଗବାନ ଶ୍ରୀକୃଷ୍ଣ ଶିକ୍ଷା ଦେବା ପାଇଁ ନାରୀ ମାନଙ୍କର ବସନ ହରଣ କରିଥିଲେ ହଲ ହଲକା କାଦ ଦଲକା ଗୋପୀ ମାନଙ୍କର ସେଦିନ ମହତ୍ଵ ରଖିବା ପାଇଁ ଭଗବାନ ଶ୍ରୀକୃଷ୍ଣ ନାଟଟା ଲଗେଇଥିଲେ ହେଲା ଆଜ୍ଞା ତମର ହେଲା ଗଙ୍ଗା କୁକୁଡ଼ା ଭଳିଆ ଫୁଟଉଛ ହବନି କେମିତି କିଛି ହେଲାନି ଆଜ୍ଞା ମନ ପାଇଲାନି ନାହିଁ ରେ ନାହିଁ ହୋଇଲା ନାହିଁ ଆଉ କେଉଁ ପରି ଥିଲେ ତୁହି କୁହ ଏ ସଭାରେ ବୁଝାଇ ନାହିଁ ରେ ନାହିଁ ଯାଇଛି ସେ ଚାଲି ଆଉ ସେ ଫେରିବ ନାହିଁ ତୋର ଡାକ ଶୁଭିବ ନାହିଁ बाप पत्र मध्य सार पुणी जे तुलसा पतर आज्ञा हे पत्र मध्य सार पुणी तुलसा पतर स्त्री ना पुरुष टिके मन रे विचार शुद्ध विद्या रे प्रयोगित स्त्री कला जस्य महिष को गठक
କଲା ସ୍ତ୍ରୀ ମହିଷାକୁ ବଧ କଲା ସ୍ତ୍ରୀ ନା ପୁରୁଷ ବୁଦ୍ଧି ବିଦ୍ୟାରେ ପୁରୁଷ ସ୍ତ୍ରୀ ଠାରୁ ଉଣା ସରସ୍ୱତୀ ଠାରୁ ଅଧିକ କାହାକୁ ଅଛି ଜଣା ଲୁହଇ କରତ ସେ ଯେ କାଟୁ ଅଛି ଗଛ ପଡ଼ୁଶୀ ଥୋପ ନୁହେ ଲାଗୁ ଅଛି ମାଛ ଧନୁ ନାରା ଚଲୁହେ ସିଏ ଶିର ବିନ୍ଧେ ଚୋଖି ଅଠା କାଟି ନ ଖଞ୍ଜି ମାରୁଅଛି ପକ୍ଷୀ ରସି ଦଉଡ଼ି ନଥାଇ ବାନ୍ଧଇ ପୟର ଚୋରାଇ ଦେଉଛି ଧନ ଲୁହଇ ସେ ଚୋର ବିନା ଅନଳ ତାପରେ ତରଳଇ ଯଉ ଧନ ନ ଦେଇ ଋଣୀ ବୋଲାଉଛି ସାହୁ ନଉ କରି ଲଗାଇଛି ବର୍ତ୍ତନ ନ ଦେଇ ବେଠି କାଠ କରାଉଛି ଛୋଟ ଲୋକ ହୋଇ ତୀର୍ଥ ବ୍ରତ ଜ୍ଞାନ ଧ୍ୟାନ ପୁଣ୍ୟ କରି ଆଦି ଗୁରୁ ବିପ୍ର ସାଧୁ ସେବା ପକାଉଛି ସେଠି ବିଷ୍ଣୁ ନୁହେଁ ବିଷ୍ଣୁ ମାୟାରୁ ବଳକା ଦେଉଳ ଯେ କରାଇଛି ଲୁହଇ କାଳିକା ସର୍ପ ନୁହେଁ ସର୍ପ ଠାରୁ ବଳି ତାର ଚୋଟ ଗଦ ପଦକୁ ନ ମାନେ ମେଘ ନାହିଁ ଶୂନ୍ୟରେ ଯେ ମାରଇ ବିଜୁଳି ବିଜୁଳିର ତାପ ଖାତେ ପଡ଼ିଗଲା ଢଳି ଜଳ ନାହିଁ ଶୁଖିଲା ଢେପରେ ବୁଡ଼ି ମଲା ବିନା ନୌକାରେ ବାପ କୁଳରେ ବାପ ମହିଷାସୁର ଯେବେ ହେଲା ବଳବାନ ଗଗନ ବର ଦୁର୍ଗା ବଲେ ହୋଇନ ମାରିବା ପାଇଁ ଯେ ଦୁର୍ଗା ନାଟ ଗଲେ ରତ୍ନଗିରି ପରେ ସେ ପ୍ରବେଶ ହେଲେ ଶୁମ୍ଭନି ଶୁମ୍ଭ ଦୈତ୍ୟକୁ ସେ ବଧ କଲେ ଚଣ୍ଡମଣ୍ଡକୁ ସେ କରିଲେ ନିଧନ ତାପରେ ରକ୍ତ ବୀଜ ଗୋଳା ମରିନ ମହିଷାସୁରରେ ରାଗେ ଗଣ ଗଣ ରତ୍ନଗିରିକୁ ଭିଡ଼ିଲା ଜଳର ଭିତର ସେଦିନ ମଙ୍ଗଳା ଯୋଉ ବାହାର କଲେ ଦୁର୍ଗା ମାତରେ ରାଗକୁ ତ ବହିଲେ 17 ଦିନ ଯୁଦ୍ଧ କରିଲେ ଚଣ୍ଡୀ 17 ଦିନ ଯୁଦ୍ଧରେ କରିଲେ ଚଣ୍ଡୀ ଅସୁର ବଳକୁ ମାରିଦେଲେ ଦରାଣ୍ଡି ମା ଦୁର୍ଗାକୁ ଯେ ତୃଷା ଗଲା ହୋଇ ଆକାଶକୁ ଅନାଇ ଜଳ ମାଗିଲେ ରହି ଦେବତା ମାନେ ସେଦିନ କୁନ୍ତ କଲେ ଆକା ଜଳ ବଦଳରେ ସୁରା ବଢାଇ ଦେଲେ ଯେତେବେଳେ ସୁରାକୁ ଦେଲେ ବଢାଇଲ ମତପଟୁଆଳ କମା ଗଲେ ହୋଇନ ଆଉ ଅଙ୍ଗେ ବସନ ରହିଲା ନାହିଁ ଜାନୁ ଯୌବନକୁ ଅନାଇଲା ମହିଷାସୁର ରହି ମା ଦୁର୍ଗା ଧରି ଦେଲେ ତ୍ରିଶୂଳ ମାରିଦେଲେ ନାଭିକୁ ପୁଣି ସେ ଠାର ଅଛନ୍ତି ସେ କାଢ଼ିଲେ ନାହିଁ ରଢିଗଲେ ମଧ୍ୟ ଛାଡ଼ିଲେ ନାହିଁ ହଲ ହଲକା ଛାତି ଗଲକା ଜଙ୍ଗ ତଳେ ପୁଣି ଗହର ଭେଣ୍ଡିଆ ପିଲାମାନେ ଯେ ହୋଇଲେ ପାଗଳ ହଲ ହଲକା ଛାତି ଗଲ ଜଙ୍ଗ ତଳେ ତୁର ଗହର ଛାତି ଉପରେ ଆପୁ ଜନ୍ମ ତଳେ ଅଛି କିଅଣ ବୁଦ୍ଧି ବଣା କଲା ସବୁ ବାପ ଆଜ୍ଞା এইটা হচ্ছে মহিষাসুর দুর্গাঙ্গর জানু যৌবন দেখি তা বুদ্ধি খারাপ হবা যোগু দুর্গা মহিষাসুর মারদেলে ঠিক আছে চণ্ডী পুরাণ আজ্ঞা হেলা আজ্ঞା ହେଲା ଆଉ କେଉଁ ପ୍ରଶ୍ନ ବଳି ଅଛି ମନ କୁହ ହେ ବାପ